ଭାରତରେ ବ୍ରିଟିଶ ଶାସନ ବିରୁଦ୍ଧରେ ଲଢ଼ିଥିବା ସାହସୀ ଯୋଦ୍ଧାମାନଙ୍କ ବିଷୟରେ ଆପଣ କେବେ ଶୁଣିଛନ୍ତି କି? ଓଡ଼ିଶାର ଏପରି ଜଣେ ମହାନ ନାୟକ ଥିଲେ କରୁଣାକର ସିଂ। ସେ ଜଣେ ନିର୍ଭୀକ ନେତା ଥିଲେ ଯିଏ 1857 ବିଦ୍ରୋହ ସମୟରେ ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କୁ ସମର୍ଥନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଆଜି କରୁଣାକର ସିଂଙ୍କ ସାହସ ଏବଂ ବଳିଦାନ ବିଷୟରେ ଜାଣିବା। କରୁଣାକର ସିଂ ବର୍ତ୍ତମାନର ଓଡ଼ିଶାର ଝାରସୁଗୁଡ଼ା ନିକଟବର୍ତ୍ତୀ କୋଲାବିରା ଜମିଦାର ଥିଲେ। ସମ୍ବଲପୁରର ଚୌହାନ ରାଜବଂଶମାନଙ୍କର ପରମ୍ପରା ଅନୁଯାୟୀ ଜମିଦାର ଭାବରେ ସେ ନିଜସ୍ୱ ସେନା ରଖିଥିଲେ। ସେ ତାଙ୍କର ସାହସ ଓ ଦୃଢ଼ ନେତୃତ୍ୱ ପାଇଁ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଖୁବ୍ ପରିଚିତ ଥିଲେ। 1857 ମସିହାର ଭାରତୀୟ ବିଦ୍ରୋହ ସମୟରେ କରୁଣାକର ସିଂ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୁଦ୍ଧରେ ଲଢ଼ିବା ପାଇଁ ସୁରେନ୍ଦ୍ର ସାଏଙ୍କ ସହିତ ହାତ ମିଳାଇଥିଲେ। କରୁଣାକର ଯୋଗାଯୋଗ ପଥଗୁଡ଼ିକୁ ସୁରକ୍ଷା ଦେବା, ଯୋଗାଣ ବ୍ୟବସ୍ଥା କରିବା ଏବଂ ଯୁଦ୍ଧରେ ବିଦ୍ରୋହୀ ସୈନିକମାନଙ୍କୁ ନେତୃତ୍ୱ ନେବାରେ ସାହାଯ୍ୟ କରିଥିଲେ। ସୁରେନ୍ଦ୍ର ସାଏ ଅନୁପସ୍ଥିତିରେ କରୁଣାକର ବିଦ୍ରୋହୀ ବାହିନୀଙ୍କୁ ନେତୃତ୍ୱ ନେଇଥିଲେ। ବ୍ରିଟିଶ ଗୁପ୍ତଚର ରିପୋର୍ଟରେ ଏପରି ମଧ୍ୟ ଦାବି କରାଯାଇଛି ଯେ କରୁଣାକର ସିଂ ଅଳ୍ପ ସମୟ ମଧ୍ୟରେ ପ୍ରାୟ 8000 ଯୋଦ୍ଧାଙ୍କୁ ଏକତ୍ରିତ କରିପାରୁଥିଲେ। ଏହି କାରଣରୁ ବ୍ରିଟିଶମାନେ ତାଙ୍କୁ ଜଣେ ବିପଦପୂର୍ଣ୍ଣ ବିଦ୍ରୋହୀ ନେତା ବୋଲି ବିବେଚନା କରୁଥିଲେ। ଖରିଆର ଏବଂ ରାୟପୁର ଭଳି ସ୍ଥାନ ସହିତ କୋଲାବିରା ବିଦ୍ରୋହର ମୁଖ୍ୟ କେନ୍ଦ୍ର ମଧ୍ୟରୁ ଗୋଟିଏ ହୋଇଥିଲା। 1857 ମସିହାର ନଭେମ୍ବର ମାସରେ ବ୍ରିଟିଶ ସୈନ୍ୟମାନେ ବିଦ୍ରୋହୀମାନଙ୍କ ଉପରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିଥିଲେ। ଖିଣ୍ଡାରେ ବିଦ୍ରୋହୀମାନଙ୍କୁ ଧରିବାରେ ବିଫଳ ହେବା ପରେ ବ୍ରିଟିଶ ସୈନ୍ୟ କୋଲାବିରା ଆଡ଼କୁ ଯାତ୍ରା କରିଥିଲେ। କୋଲାବିରା ଦୁର୍ଗକୁ ଯିବାର ପଥ ଘନ ବାଉଁଶ ଜଙ୍ଗଲ ଦ୍ୱାରା ଘେରି ରହିଥିଲା, ଯାହାଫଳରେ ବ୍ରିଟିଶ ସୈନିକମାନେ ପହଞ୍ଚିବାର କଷ୍ଟକର ହୋଇପଡ଼ୁଥିଲା। କରୁଣାକର ସିଂ ତାଙ୍କ ଭାଇ ଖଗେଶ୍ୱର ନାୟକ ଏବଂ ଭଣଜା କହ୍ନେଇ ନାୟକଙ୍କ ସହିତ ସାହସର ସହିତ ଦୁର୍ଗକୁ ରକ୍ଷା କରିଥିଲେ। ଯଦିଓ ବ୍ରିଟିଶମାନଙ୍କ ପାଖରେ ଅଧିକ ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର ଏବଂ ଅଧିକ ସୈନିକ ଥିଲା, ବିଦ୍ରୋହୀମାନେ ଅତ୍ୟନ୍ତ ସାହସର ସହିତ ଲଢ଼ିଥିଲେ। ଶେଷରେ ବ୍ରିଟିଶମାନେ ତୋପ ଦ୍ୱାରା ଦୁର୍ଗ ଉପରେ ଆକ୍ରମଣ କରି ନିଆଁ ଲଗାଇ ଦେଇଥିଲେ। ଏହି ଯୁଦ୍ଧରେ ଅନେକ ବିଦ୍ରୋହୀ ଏବଂ ଗ୍ରାମବାସୀ ପ୍ରାଣ ହରାଇଥିଲେ। କରୁଣାକର ସିଂଙ୍କୁ କିପରି ବନ୍ଦୀ କରାଯାଇଥିଲା ସେ ବିଷୟରେ ବିଭିନ୍ନ କାହାଣୀ ଅଛି। କିଛି ଐତିହାସିକ କୁହନ୍ତି ଯେ ତାଙ୍କୁ ଶୋଇଥିବା ଅବସ୍ଥାରେ ଗିରଫ କରାଯାଇଥିଲା। ଅନ୍ୟମାନେ ବିଶ୍ୱାସ କରନ୍ତି ଯେ ବ୍ରିଟିଶ ଅଧିକାରୀମାନଙ୍କ ଦ୍ୱାରା ସୁରକ୍ଷା ପ୍ରତିଶ୍ରୁତି ପରେ ସେ ଆତ୍ମସମର୍ପଣ କରିଥିଲେ, କିନ୍ତୁ ବ୍ରିଟିଶମାନେ ସେମାନଙ୍କର ପ୍ରତିଶ୍ରୁତି ଭାଙ୍ଗିଥିଲେ। କରୁଣାକର ସିଂଙ୍କୁ 1857 ଫେବୃଆରୀ 11 ତାରିଖରେ ସମ୍ବଲପୁରରେ ଫାଶୀ ଦିଆଯାଇଥିଲା। ପରେ ତାଙ୍କ ଭାଇ ଏବଂ ଭଣଜାଙ୍କୁ ମଧ୍ୟ ଫାଶୀ ଦିଆଯାଇଥିଲା। କରୁଣାକର ସିଂଙ୍କ ସାହସ ଏବଂ ବଳିଦାନ ଓଡ଼ିଶା ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇ ରହିଛି। ସେ ଶକ୍ତିଶାଳୀ ଶକ୍ତି ବିରୁଦ୍ଧରେ ଠିଆ ହୋଇଥିଲେ ଏବଂ ସାହସ ଏବଂ ଦୃଢ଼ତାର ସହିତ ସ୍ୱାଧୀନତା ପାଇଁ ଲଢ଼ିଥିଲେ। ଯଦିଓ କମ୍ ଲୋକ ତାଙ୍କ ବିଷୟରେ ଜାଣନ୍ତି, ଭାରତର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅବଦାନ ସର୍ବଦା ମନେ ରହିବ।